ଜେମାପା ଆଇଛ ଓ ଜେମାପା। ହଁ ବସିଛି ନବଘନ ଭାଇ ଜୁହାରେ 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 ତମ ଜୁହାରେ ତମ ପାଖରେ ଥାଉ। ତମେ ଭଦ୍ରଲୋକ କଣ କଲି କି? ତୁମେ ହଁ କିଛି ଜାଣୁନ। କଣ ଜାଣିପାରିଲିନି ମୁଁ ତ କାହିଁ ଜାଣିନି। 16 ବଖରା ଘର ତମର, ପୁଣି ଉପରେ କଣ କୋଠା ବାଡଉଛ? କୋଠା ନ କଲେ ଇଏ ଯୋଉ ଖରା ହଉଛି ହଁ। ଉପରେ ଟିକେ ଘର ହେଇଗଲେ ହଁ, ହଁ। ଘର ଟିକେ ଥଣ୍ଡା ଲାଗିବ। ଘର ଥଣ୍ଡା ଲାଗିବ? ଖାଲି ସେଇ ଗୋଟିଏ କାରଣ? ଖାଲି କଣ ସେତିକି? ଆଉ ପିଲା ଛୁଆର ଘର, ହଁ, ହଁ। ଝିଅ ଜ୍ୱାଇଁ ଘରକୁ ଆସିବେ, ଭଣଜା ଭଣଜା ବୋହୂ ଆସିବେ, ଆଚ୍ଛା। କେତେ ଲୋକ ଆସିବେ, ରହିବେ କୋଉଠି କାମ କାର୍ଯ୍ୟ ହେଲେ? ଓହୋ ଟିକେ ଖରାପ ଲାଗୁନି ତମକୁ? ଖରାପ ଲାଗିବ ମତେ? ଆଉ ମୁଁ କଣ କଲି କି? ଛୁଆଙ୍କ ନାଁରେ ମିଛ କହୁଛ? ଛୁଆଙ୍କ ନାଁରେ? ଆଉ ସେମାନେ ପା ଜିଦି ଧରି ବସିଲେ, ନହେଲେ ମୁଁ କାହିଁକି ଏଇ ଯୋଉ ଆଟୁ ଘର ମାଟି ଘର ମୋର ଯୋଉ ଘର ଥିଲା କେତେ ଥଣ୍ଡା ଲାଗୁଥିଲା, ଆଚ୍ଛା। ଏଇକା କାହିଁକି ମୁଁ 2 ମହଲା ଘର କରିଥାନ୍ତି? ଓହୋ ପଇସା ପତ୍ର ଅଛି, ସରୁ ନେଇ ହେଇଛି ନେଇ ସେ ଘର କଥା ନୁହଁ ଭାଇ, ଏ ଦେଖା ସେଖା ପରା। ୟାର ହେଲାନି ତାର ହେଲାନି, ଆମର କର। କିଏ କହୁଛି? ପୁଅ। ଓହୋ ପୁଅ କହିଲା? ହଁ। ଆଉ ଗୋଟାଏ ପାଠ ଥିଲା। କୋଉ ପାଠ ବା? ଯୋଉଥିପାଇଁ ମୁଁ ଆଇଲା ବେଳଠୁ ତମକୁ ଖୋଜୁଥିଲି। କୋଉ ପାଠ କହିଲେ ସିନା ଜାଣିବି। ତମର 2 ପଇସାର ବୁଦ୍ଧି ଅଛି ନା ନାଇଁ? ହଉ ହେଲା, ମୋର ତ ବୁଦ୍ଧି ନାହିଁ, ତୁମର କଣ ବୁଦ୍ଧି ଅଛି କୁହ? ଯୋଉ ପ୍ରକାରର ଖରା ହଉଛି, ଦିନ 11:30 ବେଳ ଖଣ୍ଡେ ହବ, ମୁଁ ତ ହେଇ ବାଟ ଦେଇକି ଯାଉଥିଲି। ତମର କଣ ଲୋକ କାମ କରୁଥିଲେ? ଲୋକ କାମ କରୁଥିଲେ? ଜମା ନୁହଁ। ଆଉ ଏ ଜେମାପା ସେ ଭୁଲ କରିବନି। କିଏ କାମ କରୁଥିଲା? ତୁମ ଭାଇ ବିଶୁନିଆ। ହଁ। ଆଚ୍ଛା। ଆଉ ପଦମ ପଦିଆ ସେ ପୁତୁରା, ଏ 2 ଜଣ ବାଲି ଥୁଆ ହେଇଥିଲା ତ ଟିକେ ପିଣ୍ଡା ଆଡକୁ ଆଡେଇ ଦଉଥିଲେ। ଗାଡି ଫାଡି ଯାଉଛି। ମୋର ଦୃଷ୍ଟି ଶକ୍ତି ଖରାପ ହେଇଗଲାଣି। ନା ନା ଭାଇ, ତୁମେ ଯେତେବେଳେ ଗଲ କଣ କହିଦେଇ ଗଲ? ତୁମ ଭାଇ ଆସି କହିଲେ? ନାଇଁ ମୁଁ କାନ୍ଥ ବାଡକୁ କହୁଥିଲି, ସିଏ ମନକୁ ଶୁଣିଦେଲା। ନା ନା, ଏ ଖରାରେ ଯେତେବେଳେ କାମ କରୁଛନ୍ତି ଦିହ ହାତ କଣ ହବ ସେଇ କଥା କହିଲ? ମୁଁ ଆଜି କିଆ ଏ କଥା କହୁଛି ଜାଣିଛ? ତାରିଖଟା କଣ କହିଲ? ମେ ମାସ 1 ତାରିଖ। ମଇ ଦିବସ। ଓହୋ, ଆଜି ପରା ଶ୍ରମିକ ଦିବସ। ବିଶ୍ୱବ୍ୟାପୀ ଏଇଟା ପାଳନ କରାଯାଉଛି। ନା କିଛି ଜାଣିଛ ନା ନାଇଁ? ହଁ ଜାଣିଛି, ସେମାନଙ୍କୁ ଆମେ ସମ୍ମାନ ଦବା। ସେମାନେ ନଥିଲେ କୁଆଡେ ସବୁ କାମ ହୁଅନ୍ତା? ଆମ କୃଷି ଶ୍ରମିକ ହୁଅନ୍ତୁ, ନିର୍ମାଣ ଶ୍ରମିକ ହୁଅନ୍ତୁ, ବିଭିନ୍ନ ଯୋଉ ସବୁ କାର୍ଯ୍ୟ ଚାଲିଛି, ଯଦି ଶ୍ରମଜୀବୀ ନ ରହିବେ, ଶ୍ରମଦାନ ନ କରିବେ, କିଛି ହବ? କିଛି ହବନି, କିଛି ହବନି। ବିଲରେ ତ ଗଛ କଅଁଳିବନି ଆଉ। ଦିନ ଦିପହରେ କେମିତି କାମ କରଉଥିଲ ତାକୁ ଡାକିକି? କୌଣସି ଶ୍ରମିକ ଆସି ନଥିଲେ, ଏ ତୁମ ଭାଇ ଆଉ ପୁତୁରା 2 ଜଣ ବାଲି ଆଡେଇ ଦଉଥିଲେ। ପଇସା ସରିଯିବ, ନିଜେ ହେଇତି ନାକି ଦିପହର ଧୁ ଖରାରେ କାମ ଗୁଡାକ କରୁଥିଲେ। ନା ମ, ସେ ଗାଡି ଆସି ପେଁ ପେଁ କଲା, ଭାଇ ସେଇଠୁ ଦୌଡିକି ଗଲେ। ନହେଲେ ମୁଁ କଣ ପଠେଇଆ ଲୋକ? ଏମିତି କଥା? ହଉ, ତମ ବକର ବକର ଟିକେ ବନ୍ଦ କର। କେତେବେଳେ ବକର ବକର ହେଲି? ତମେ ମୁହଁଟା ବନ୍ଦ କଲେ ସିନା ହବ। ଶ୍ରୋତା ବନ୍ଧୁ କାନ ପାରିକି ବଇଛନ୍ତି। ସନ୍ଧ୍ୟା ବେଳ। ହଉ, ବସିକି ଭଜନଟିଏ ଶୁଣିବା, ତାପରେ କଥା ହବା। ସୁଭଦ୍ରାର ଭାଇ ତୁ ବଳିୟାର ଭାଇ, ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ। ସୁଭଦ୍ରାର ଭାଇ ତୁ ବଳିୟାର ଭାଇ, ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ। ମୋର ଭାଇ ନହେଲୁ ନାହିଁ, ମନରେ ନାହିଁ ଦୁଃଖ ସେ ପାଇ। ମୋର ଭାଇ ନହେଲୁ ନାହିଁ, ମନରେ ନାହିଁ ଦୁଃଖ ସେ ପାଇ। ଭାଇ ହେଲେ ତୁ ମୋଠାରୁ କାଳେ ଯିବୁ ଅଲଗା ହୋଇ। ଭାଇ ହେଲେ ତୁ ମୋଠାରୁ କାଳେ ଯିବୁ ତୁ ଅଲଗା ହୋଇ। ସୁଭଦ୍ରାର ଭାଇ ତୁ ବଳିୟାର ଭାଇ, ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ। বন্ধু মহান্তি বন্ধু, সুদামা প্রাণ বন্ধু, পাপির তুহি বন্ধু, তপির তুহি বন্ধু। বন্ধু মহান্তি বন্ধু, সুদামা প্রাণ বন্ধু, পাপির তুহি বন্ধু, তপির তুহি বন্ধু। বন্ধু মো পাই নহেলু নাই, মনরে নাহি দুঃখ সে পাই। বন্ধু মো পাই নহেলু নাই, মনরে নাহি দুঃখ সে পাই। তু হেলে বন্ধু তো সাথে কালে জীব ঝগড়া হই। তু
হেলে বন্ধু তো সাথে কালে জীব মো ঝগড়া হই সুভদ্রার ভাই তু বলিয়ার ভাই বড় দেউলে বসিছু নেত কুড়েই পার্থর তুহি সখা মধুমঙ্গল সখা জীবনে জিয়ে একা তুহি যে তার সখা পার্থর তুহি সখা মধুমঙ্গল সখা জীবনে জিয়ে একা তুহি যে তার সখা সখা মো পাই নহেলু নাই অভিমান মু করিবি ନାହିଁ সখা মো পাই নহেলু নাই অভিমান মু করিবি ନାହିଁ তু হেলে সখা ঠাকুর রূপে তোতে মু চিনিবি ନାହିଁ তু হেলে সখা ঠাকুর রূপে তোতে মু চিনিবি ନାହିଁ সুভদ্রার ভাই তু বলিয়ার ভাই বড় দেউলে বসিছু নেত কুড়েই নহেলু নাহি ভাই বন্ধু নহেলু নাহি সখা অবা মো পিতা মাতা নহেলু নাহি ভাই বন্ধু নহেলু নাহি সখা অবা মো পিতা মাতা কিছু মো পাই নহেলে নাই কিছু সে পাই ভাবিবি নাই କିଛି ମୋ ପାଇଁ ନହେଲେ ନାହିଁ କିଛି ସେ ପାଇଁ ଭାବିବି ନାହିଁ କଳା ଠାକୁର ତୋ ଆଗେ ମୋର ନିଜର ସତ୍ତା ନାହିଁ କଳା ଠାକୁର ତୋ ଆଗେ ମୋର ନିଜର ସତ୍ତା ନାହିଁ ସୁଭଦ୍ରାର ଭାଇ ତୁ ବଳିୟାର ଭାଇ ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ ସୁଭଦ୍ରାର ଭାଇ ତୁ ବଳିୟାର ଭାଇ ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ ମୋର ଭାଇ ନହେଲୁ ନାହିଁ ମନରେ ନାହିଁ ଦୁଃଖ ସେ ପାଇଁ ମୋର ଭାଇ ନହେଲୁ ନାହିଁ ମନରେ ନାହିଁ ଦୁଃଖ ସେ ପାଇଁ ଭାଇ ହେଲେ ତୁ ମୋ ଠାରୁ କାଳେ ଯିବୁ ଅଲଗା ହୋଇ ଭାଇ ହେଲେ ତୁ ମୋ ଠାରୁ କାଳେ ଯିବୁ ତୁ ଅଲଗା ହୋଇ ସୁଭଦ୍ରାର ଭାଇ ତୁ ବଳିୟାର ଭାଇ ବଡ଼ ଦେଉଳେ ବସିଛୁ ନେତ କୁଡ଼େଇ ଭାଇ ମନକୁ ପାଇଲାଟି ଗୀତ ମନକୁ ପାଇଲା କିନ୍ତୁ ମୋ ମୁଣ୍ଡ ଯାଇକି ଆଉ ଗୋଟାଏ ଜାଗାରେ କୋଉ ଜାଗାରେ ବା ଶ୍ରମିକ ମାନଙ୍କର ସ୍ୱାର୍ଥ ଯେମିତି ପ୍ରତ୍ୟେକ ଶ୍ରମିକ ସୁରକ୍ଷିତ ରହିବେ ହଁ ଭାଇ ସେଇଟା ହେଲା ଆମ ମାନଙ୍କର ପ୍ରଥମ କର୍ତ୍ତବ୍ୟ ଦ୍ୱିତୀୟ କଥା ହଉଛି ଉପଯୁକ୍ତ ପାଉଣା ପାଇବେ ସେମାନଙ୍କର ସାମାଜିକ ସୁରକ୍ଷା ତାଙ୍କ ପରିବାରର କଥା ତାଙ୍କ ଦିହ ପା କିଏ ବୁଝିବ ସବୁ ଆମ ମାନଙ୍କୁ ବୁଝିବାକୁ ପଡିବ ଯେହେତୁ ଆମେ ମାନେ ସେମାନଙ୍କୁ ବରାଦ କରୁଛନ୍ତି କାମ ନାଇଁ କାମ ତ କରଉଛନ୍ତି ଆଉ ନାଇଁ ସେମିତି କହିଲେ ହବନି କେହି କାହାକୁ ଦୟା କରୁନାହାନ୍ତି ଦୟା ନୁହେଁ ସେମାନେ ଶ୍ରମଦାନ କଲେ ପାରିଶ୍ରମିକ ପାଇଲେ ତମର କାମଟି ଦରକାର ଥିଲା କାମଟି ହେଲା ତାହେଲେ କିଏ କାହାକୁ ଦୟା କଲା କି ଦୟା ନୁହେଁ କିନ୍ତୁ ପରସ୍ପର ପ୍ରତି ସମ୍ମାନ ରହିବା ଉଚିତ ଦାୟିତ୍ୱବୋଧତା ରହିବା କଣ ଦରକାର ଆଉ ଯୋଉ କହୁଥିଲ ଟାଣ ଖରା ହଉଛି ଏ ଅଂଶୁଘାତର ଯୋଉ ସମ୍ଭାବନା ତାକୁ ଏଡେଇବା ଦରକାର ପ୍ରଥମ କଥା ଦିନ 11ଟାରୁ 4ଟା ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବାନି ଯଦି ଦରକାର ଅଛି ବାହାରକୁ ଯାଉଛନ୍ତି
ପାଦରେ ଜୋତା ମୁଣ୍ଡରେ ଛତା ଦେହରେ ସୂତା କପଡା ଆଉ ଆଖିରେ ଗୋଟାଏ ପଚକ ଥବ। ହଁ କଳା ଚଷମା ତ କଳା ଚଷମା। ଆଉ ହାତରେ ପାଣି ବୋତଲ। ଘରୁ ବାହାରିଲା ପୂର୍ବରୁ ପେଟେ ଖାଇଥବା କାଞ୍ଜି ତୋରାଣୀ ଇସିଟିସି ଏଇ ଭଳିଆ। ହଁ ଦିହରେ ଜଳୀୟ ଅଂଶ ବଜାୟ ରହେ। ଆଉ ଯଦି କୋଉଠି ଟିକେ ଅକଳିଆ ହେଲା ସିଧା ତ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇବା ଆଉ। ହଁ ସବୁ ତ ଜାଣିଛ, ଖାଲି ବକର ବକର ହଉଛ। ପୁଣି କେତେବେଳେ ବକର ବକର ଆଉ ଆଜି କିଛି ଆଲୋଚନା ଅଛି ନା ନାହିଁ? ହଁ ବୈଠକ ଘର ଆସିଛ, ଭଜନ ଶୁଣିଲ, ଆଚ୍ଛା। ଭଲ ମନ୍ଦ ଦିପଦ କଥା ମଇ ହେଲେ। ଦିବସର କଥା। ହଁ ଆଜିର ଆଲୋଚନାରେ ଭଲ ବିଷୟଟିଏ କଣ ଅଛି। ଅଛି? ଆଲୋଚନାର ବିଷୟ ହେଉଛି କମ ଜମିରୁ ଅଧିକ ଲାଭ ପାଇଁ ଯୋଜନା। ଯୋଜନା। ହଁ ଆଚ୍ଛା। ମହାଶୟ ହେଉଛନ୍ତି ସୁଜିତ କୁମାର ନାଥ। ହଁ। ତାଙ୍କ ସହିତ ଆମର ଆକାଶବାଣୀର ପ୍ରତିନିଧି ଦୁର୍ଗା ମାଝୀ କଥା ହଉଛନ୍ତି। ଆଚ୍ଛା। ଆମେ ଶୁଣିବା। ଶୁଣିବା। ହଁ ତୁ ରହୁନ? ହଁ ରହିଲି ପରା। এই বিষয়ে আলোচনা করা বর্তমান আম গহণে অনেক কৃষি বিজ্ঞান কেন্দ্রর সম্প্রসারণ বৈজ্ঞানিক সুজিত কুমার নাথ। আসন্তু সুজিত বাবু, আপনার স্বাগত করছু আমার কৃষি বৈঠক। নমস্কার। নমস্কার। সুজিত বাবু, বর্তমান গোটে চিন্তার কারণ যে চাষী যে চাষ করুছে সে চাহিব নিশ্চিত অধিক লাভবান হব। কাহিঁকি আপনার দেখুন যেতিকি জমি অছে চাষী বর্তমান যেভাবে ভাবে যার কৃষি বৈজ্ঞানিক কৌশল অবলম্বন করব যে নাই সীমিত জমিরু মু কেমিতি অধিক লাভ করিবি। আজকালি আপনার দেখুন অনেক যুবক যে কি চাষ প্রতি এত গুরুত্ব দেউনা। আজকালিকা সমস্যা তো আপনার দেখুম বি চাকরি সেভাবে মিলুনা যে আমি কৃষি কু নিজের বৃত্তি ভাবে নিজে গ্রহণ করে পারিবা। ଆଉ ଗୋଟିଏ କଥା ଆପଣ ଦେଖନ୍ତୁ ଯେ ଲୋକ ସଂଖ୍ୟା ତ ବଢ଼ି ବଢ଼ି ଚାଲିছে, ସେ ଅନୁପାତିକ ଜମିର ପରିମାଣ ଯେତିକି ରହିଛି ସେଇ ଜମିକୁ ଆମେ ଠିକ୍ ଭାବରେ ଉପଯୋଗ କରିବା ଯେମିତିକି ସେଥିରୁ ଅଧିକ ଉତ୍ପାଦନ କରି ଲାଭବାନ ହେବା। ତେଣୁ ସେଇ ପରିପ୍ରେକ୍ଷୀରେ ଆଜି ଯେଉଁ ଆଲୋଚନା ରଖିଛେ ଏହା କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ମନେ କରୁଛନ୍ତି ସେ ବିଷୟଟି? ନାଇଁ, ନିଶ୍ଚୟ କଥା। କାହିଁକିନା ଆପଣ ଦେଖନ୍ତୁ ଆମ ଚାଷ ଜମିର ପରିମାଣ ଆସ୍ତେ ଆସ୍ତେ କମି କମି ଯାଉଛି। ସ୍ୱାଧୀନତା ପରେ ଆମର ମୁଣ୍ଡ ପିଛା ହାରାହାରି ଗୋଟେ ଲୋକର ଚାଷ ଜମିର ପରିମାଣ 0.3 ହେକ୍ଟର ଥିଲାବେଳେ ତାମାନେ ଯାହା ଥିଲା ସେତେବେଳେ 1/3 ହେଇଗଲାଣି। ଯେତିକି ଲୋକ ବଢ଼ୁଛନ୍ତି ତା ତୁଳନାରେ ଆପଣଙ୍କର ସେଇ ଲୋକମାନଙ୍କ ପାଇଁ ରାସ୍ତା, ସ୍କୁଲ, ଡାକ୍ତରଖାନା, କେନାଲ, ପୋଖରୀ, ମାର୍କେଟ, ବଜାର ଏସବୁ ପାଇଁ ଜାଗା ଆବଶ୍ୟକତା ହେଉଛି। କିନ୍ତୁ ଦେଖନ୍ତୁ ଆପଣ ସ୍ଥଳଭାଗ ଯାହା ସେଟା ତ ସମାନ ରହୁଛି। ଏଣେ ଲୋକ ସଂଖ୍ୟା ବଢ଼ି ଯାଉଛି, ତାଙ୍କର ଆବଶ୍ୟକତା ବି ବଢ଼ି ଯାଉଛି। ତେଣୁ ସେମାନଙ୍କର ଯେଉଁ ଜମି ରହିଲା ସେଟା କମି କମି ଯାଉଛି। ଆଉ ଗୋଟେ ବଡ଼ କଥା, ଏବେ ଦେଖନ୍ତୁ ଆପଣ ଶିଳ୍ପ ଆଉ ଖଣି ଖାଦାନରେ ବହୁତ ଜମି ଆମର ପଳଉଛି। ତେଣୁ ଚାଷ ଜମିର ପରିମାଣ ନିଶ୍ଚୟ କମିଯିବ। ତେଣୁ ଏଇ ଯେଉଁ ସୀମିତ ଜମି ଆମର ରହିଲା ସେଇ ଛୋଟ ଜମିକୁ ଲକ୍ଷ୍ୟ ରଖି ଆମେ ଏମିତି ଯୋଜନା କରିବା ଯେମିତି ଲାଭ ହେବ, ଅଧିକ ଉତ୍ପାଦନ ବଢ଼ିବ ଏବଂ ଉତ୍ପାଦନର ହାର ବି ମଧ୍ୟ ବଢ଼ିବ। ଆଉ ସବୁଠୁ ବଡ଼ କଥା ହେଲା ଯେଉଁ କଥା ଆପଣ ଏଇ ଟିକେ ଆଗରୁ କହୁଥିଲେ ଯେ ଚାଷ ଆଉ ଲାଭଜନକ ହେଉନି। ସାରା ଓଡ଼ିଶାରେ ଯେଉଁ ଜିଲ୍ଲାକୁ ଯାଆନ୍ତୁ ଆପଣ ସେଇଠି ଲୋକ କହୁଛନ୍ତି, କିନ୍ତୁ ଚାଷରେ ଯେ ଲାଭ ନାହିଁ ତାହା କହିହେବନି। ଏଇଟା ଗୋଟେ ଭୁଲ ଧାରଣା। ଚାଷକୁ ଯଦି ଆପଣ ଠିକ୍ ପ୍ରଣାଳୀରେ କରିବେ ଚାଷରେ ନିଶ୍ଚୟ ଲାଭ ହେବ ଏବଂ ଭଲ ଲାଭ ବି ହେବ। ଆମେ ବି ଦେଖୁଛୁ ଆମ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଲୋକେ ଚାଷରେ ବେଶ ରୋଜଗାର କରୁଛନ୍ତି ଏବଂ ତାଙ୍କର ଜମି ମଧ୍ୟ ସ୍ୱଳ୍ପ। ତେବେ ଏଇଥିପାଇଁ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି। ତାକୁ ଯଦି ଆମେ ଅନୁକରଣ କରିବା ତାହେଲେ ଚାଷରେ ନିଶ୍ଚୟ ଲାଭ ହେବ। ଯେ ଅନେକ ଅଞ୍ଚଳ ବି ଏମିତି ଅଛି ଯେଉଁଠି ଧରନ୍ତୁ ଚାଷ ଜମି ଅଛି, ପର୍ଯ୍ୟାପ୍ତ ଅଛି, ସେମାନେ ଚାଷ ପ୍ରତି ଏତେ ମନୋନିବେଶ କରୁନାହାନ୍ତି କାରଣ ଆପଣଙ୍କର ଦେଖନ୍ତୁ ପରିଶ୍ରମ ପାଇଁ ଯେଉଁ ଲୋକ ଦରକାର ସେଇଟା ଗୋଟେ ମିଳୁନାହିଁ। ଦ୍ୱିତୀୟ କଥା, ସେମାନଙ୍କର ଜଳ ଉତ୍ସ ସୁବିଧା ଥିଲେ ମଧ୍ୟ ସେମାନେ କେବଳ ଧାନଟାକୁ ବେଶୀ ଗୁରୁତ୍ୱ ଦେଉଛନ୍ତି କାହିଁକି ନା ଘରେ ନିହାତି ଆପଣଙ୍କ ଭାତ ପାଇଁ ଚାଉଳ ନିଶ୍ଚୟ। ଆଉ ତା ସହିତ ଆମକୁ ଦେଖିବାକୁ ପଡ଼ିବ ସାମଗ୍ରିକ ଭାବରେ ଯେ ଯେଉଁ ସୀମିତ ଜମି ବି ଅଛି ସେଇଠୁ ଆମେ ଅଧିକ ଉତ୍ପାଦନ କରିବା। କେବଳ ଯେ ଆମେ ଉତ୍ପାଦନ ଖାଲି କରିଦେଲେ ହେବ ନାହିଁ, ତା ସହିତ ଆମକୁ ଲାଭ ବି ସେଠି ଦେଖିବାକୁ ପଡ଼ିବ। ଯେକୌଣସି ଆମେ କାମ କରୁନା କାହିଁକି ଆମେ ଯଦି ଚାଷଟାକୁ ସେଇ ଅନୁସାରେ ଚାଷ ନ କରିବା, ଉତ୍ପାଦନ ନ ବଢ଼େଇବା ତାହେଲେ ଅନ୍ୟମାନେ ଖାଇବେ କ'ଣ? ତେଣୁ ଏଇ ଯେଉଁ କଥା ସବୁ ରହିଛି, ତେଣୁ ସବୁ ଜମି ଯାହା ରହିଛି ଠିକ୍ ବିନିଯୋଗ ହେବ। ଲୋକ ସଂଖ୍ୟା ତ ବଢ଼ୁଛେ, ଯେଉଁ ସୀମିତ ଜମି ଅଛି ସେଇଠୁ ଆମେ ଅଧିକ ଉତ୍ପାଦନ କରିବା। ଯେଉଁ ଧାନ କଥା ଆପଣଙ୍କୁ କହୁଥିଲେ, ଅନେକ ଲୋକ ଯେଉଁମାନେ କି ଧାନ ଚାଷ କରୁଛନ୍ତି କିନ୍ତୁ ସେ ଅନୁସାରେ ଲାଭ ପାଉନାହାନ୍ତି କାହିଁକିନା ତାଙ୍କ ପାଖରେ ସମୟ ନଥାଏ। ସେମାନେ ନିର୍ଦ୍ଦିଷ୍ଟ ଭାବରେ ଧାନ କରୁଛନ୍ତି, ଅନ୍ୟ ଫସଲ ସେମାନେ କରୁନାହାନ୍ତି। ତେଣୁ ଅନ୍ୟ କାମରେ ସେମାନେ ବିନିଯୋଗ ହେଉଛନ୍ତି ଯେଉଁଟା କିଛି ସେମାନେ ପଇସା ରୋଜଗାର କରୁଛନ୍ତି। ସେଇ କ୍ଷେତ୍ରରେ ଆମେ ଧାନ ବି କେମିତି ଚାଷ କରିବା ଯେଉଁଟାକି ସେଇ ସୀମିତ ବା କମ୍ ଜମିରୁ ଅଧିକ ଲାଭବାନ, ତାର କିଛି ସେଇଭଳି ସୁବିଧା ଅଛି? ଆପଣ ଠିକ୍ କଥା କହିଲେ ଯେ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ
80 ରୁ 90% ପ୍ରତିଶତ ଜମି ଆମର ଧାନ ଚାଷ ହେଉଛି। ତା ସାଙ୍ଗରେ ଆପଣ ଦୁଇଟା କଥା କହିଲେ, ପ୍ରଥମ କଥା ହେଲା କମ୍ ଜମି କମି ଆସୁଛି, ଏବଂ ଦ୍ୱିତୀୟ କଥା ହେଲା ପ୍ରାୟ ଜମିରେ ଧାନ ଚାଷ ହେଉଛି। ତେଣୁ କମ୍ ଜମି କଥା ହେଲା ବେଳକୁ ଆମେ ପ୍ରାୟ ଆମର ଚାଷୀ ଓଡ଼ିଶାର 83% ଚାଷୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ଏବଂ ସେମାନେ ତାଙ୍କ ଜମିରେ ମୁଖ୍ୟତଃ ଧାନ ଚାଷ କରୁଛନ୍ତି, କାରଣ ଖାଦ୍ୟଟା ପ୍ରଥମ ଆବଶ୍ୟକ। ତେବେ ଦେଖିବାକୁ ପଡ଼ିବ ଚାଷ କଲା ପୂର୍ବରୁ ସେ ଜମିଟା କିପରି, ସେଇଟା ଉଚ୍ଚା ଜମି ନା ମଝିଆଳି ଜମି ନା ଖାଲୁଆ ଜମି। ଯଦି ସେମାନେ ଉଚ୍ଚା ଜମିରେ ଅଲଗା ଫସଲ ହେଇପାରିବ, ମନେ କରନ୍ତୁ ଉଚ୍ଚା ଜମିରେ ସେ ମୁଗ ହେଇପାରିବ, ବିରି ହେଇପାରିବ, ହରଡ଼ ହେଇପାରିବ, ବିଭିନ୍ନ ତୈଳବୀଜ ଯେମିତି ସୋରିଷ ହେଇପାରିବ କି ସୂର୍ଯ୍ୟମୁଖୀ ହେଇପାରିବ, ପନିପରିବା ବି ହେଇପାରିବ, ଫୁଲ ଚାଷ ବି ହେଇପାରିବ, ଫଳ ଚାଷ ବି ହେଇପାରିବ। କିନ୍ତୁ କିଛି ଲୋକ ଅଛନ୍ତି ସେଥିରେ ସେମାନେ କରୁଛନ୍ତି କ'ଣ, ଧାନ ଚାଷ। କିନ୍ତୁ ଚାଷର ଯଦି ଆମେ ଦେଖିବା ଯେ ଚାଷର ଲାଭଜନକ ହିସାବରେ ଆପଣଙ୍କର ସବୁଠୁ କମ୍ ଲାଭ ହେଉଛି ଯେଉଁ ପାରମ୍ପରିକ ଧାନ ଚାଷରେ। ଧାନ ଚାଷ ପରେ ତାପରେ ଆସିବ ଡାଲି ଜାତୀୟ ଚାଷ, ତାପରେ ଆସିବ ତୈଳବୀଜ ଚାଷ, ତାପରେ ପନିପରିବା, ତାପରେ ଫଳ, ତାପରେ ଫୁଲ, ଏମିତି ଏମିତି ହେଇକିରି ଶେଷକୁ ମାଛ ଚାଷ ଆସିବ। ତେଣୁ ଆପଣ ଦେଖିବେ ଯେଉଁ ଆମର ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଠି ଖାଲୁଆ ଜମି ଅଛି, ଯଦି ସେ ଜମିରେ ଆମେ ଧାନ ଚାଷ ନ କରିକିରି ସେଇ ଛୋଟ ଜମିକୁ ଆମେ ଯଦି ପୋଖରୀ କରିଦେବା, ମାଛ ଚାଷ କରିବା, ସେଥିରେ ନିଶ୍ଚୟ ବେଶୀ ଲାଭ ହେବ। ଆଉ ଦ୍ୱିତୀୟ କଥା ଆପଣ କହିଲେ ଯେ ଧାନ ଚାଷଟା ଆମର ଯଦିଓ କମ୍ ଲାଭ, ସବୁଠୁ ପାରମ୍ପରିକ ଚାଷ ପଦ୍ଧତିରେ ଆପଣ ଯଦି କରିବେ ସବୁଠୁ କମ୍ ଲାଭ, ମାନେ ଆପଣଙ୍କର କହିବାକୁ ଗଲେ କ୍ଷତି। କାହିଁକି ନା ଏବେ ଆପଣଙ୍କର ଲୋକ ମିଳୁନାହାନ୍ତି କାମ କରିବାକୁ, ଏବଂ ସାର ଔଷଧର ରେଟ୍ ଆସ୍ତେ ଆସ୍ତେ ବଢ଼ି ବଢ଼ି ଯାଉଛି। ତେଣୁ ଗୋଟେ ଛୋଟ ପରିବାର ଅଛି, କମ୍ ଜମି ଅଛି, ତେଣୁ ସେ କେମିତି ଧାନ ଚାଷ କରିବ ଯେମିତି ଧାନଟା ଲାଭ ହେବ, ନା ସେ ଶ୍ରୀ ପ୍ରଣାଳୀରେ ଧାନ ଚାଷ କରୁ। ଏବେ ଆପଣ ଯେକୌଣସି କୃଷି ବିଜ୍ଞାନ କେନ୍ଦ୍ରକୁ ଯାଆନ୍ତୁ, ପ୍ରତ୍ୟେକ ଜିଲ୍ଲାରେ ତ ଆମେ କୃଷି ବିଜ୍ଞାନ କେନ୍ଦ୍ର ଅଛି, ବା ଜିଲ୍ଲା କୃଷି ଅଧିକାରୀଙ୍କ ପାଖକୁ ଯାଆନ୍ତୁ, ସେଠି ଆପଣ ଜାଣିପାରିବେ ଯେ ଆପଣଙ୍କ ଜିଲ୍ଲାରେ ବି ଶ୍ରୀ ପ୍ରଣାଳୀରେ ଧାନ ଚାଷ ହେଲାଣି, ଏବଂ ପ୍ରତି ବ୍ଲକରେ ବି କିଛି ଚାଷୀ ଧାନ ଚାଷ କଲେଣି। ତେଣୁ ଏଇ ଶ୍ରୀ ପଦ୍ଧତି ଧାନ ଚାଷରେ କିଛି ନାହିଁ, 2-4ଟା ଖାଲି ପ୍ରଣାଳୀ ପରିବର୍ତ୍ତନ କଲେ ସେଟା ନିଶ୍ଚୟ 3 ଗୁଣା ପର୍ଯ୍ୟନ୍ତ ଅମଳ ବଢ଼ିପାରିବ। ଏଇଟା ଆଗରୁ ମାଡାଗାସ୍କର ଗୋଟେ ଦେଶରେ ଆରମ୍ଭ ହୋଇଥିଲା, ଆମ ରାଜ୍ୟକୁ ଏଇଟା ଆସିଛି, ଏବଂ ଏଟାରେ ସେଇ ସମାନ ବିହନ, ଆପଣ ଯେଉଁ ବିହନ, ଯେଉଁ ଭେରାଇଟି, ଯେଉଁ କିସମ ଚାଷ କରୁଛନ୍ତି ସେଇ କିସମ, କିନ୍ତୁ ଆପଣଙ୍କର ଏମିତି କଲେ ଏକରକେ 30-40 କେଜି ମଞ୍ଜି ଆବଶ୍ୟକତା ହେଲା ବେଳେ ଏଥିରେ ଏକରକେ ମାତ୍ର 2 କେଜି ମଞ୍ଜି ଆବଶ୍ୟକତା ହେଉଛି। ସେଥିରେ ଆପଣ 25-30 ଦିନିଆ ଧାନ ଲଗେଇଲା ବେଳେ ଏଥିରେ ଆମେ କହୁଛୁ 8 ରୁ 12 ଦିନ ମଧ୍ୟରେ ଧାନଟା ନେଇକି ଲଗାନ୍ତୁ। ଆଉ 12 ଦିନରୁ ଯେତିକି ଦିନ ଅଧିକା ହେବ ଆପଣଙ୍କର ଅମଳ ସେତିକି ଦିନ କମିଯିବ। ଆଉ ତୃତୀୟ କଥା, ଏଥିରେ ପାଣି ଜମିରେ ରହିବ ନାହିଁ, ଆପଣ ପାଣି ନିଷ୍କାସନର ବ୍ୟବସ୍ଥା କରିବେ, ତା ସାଇଡରେ ନାଳ କରିବେ, ନାଳି ବାହାର କରିଦେବେ, ଯେମିତି ଜଳ ନିଷ୍କାସନ ହେବ। ପାଣି ରହିଲେ ତାର ଚେର ହବନି, ପିଲ ଅଧିକା ହବନି। ଆଉ ଗୋଟେ କଥା ଯେ ଆପଣ 3-4ଟା ତଳି ଆପଣ ଏକାବେଳେ ଲଗାଉଛନ୍ତି, ଏଥିରେ କିନ୍ତୁ 8 ରୁ 12 ଦିନର ଗୋଟିଏ ତଳି ମାତ୍ର ଲଗେଇବେ, ଏବଂ ଦେଖିବେ ଆପଣ ଚାଷ ନିଶ୍ଚୟ, ଧାନ ଚାଷରେ 2 ରୁ 3 ଗୁଣ ଅମଳ ନିଶ୍ଚୟ ହେବ। ଏଇଟା ଏବେ ଚାଷୀ ଆପଣଙ୍କ ଅଞ୍ଚଳରେ ବି ହେଇଛି, ସବୁ ଅଞ୍ଚଳରେ ଏଟା ହେଇଛି, ପରୀକ୍ଷାମୂଳକ ଭାବେ କରାଯାଉଛି, ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ କରାହେଉଛି। ଆପଣ ଯାଆନ୍ତୁ, ସେ ଚାଷ ଜମିକୁ ଖୋଜନ୍ତୁ ଏବଂ ଦେଖିବେ ସେଠି କେମିତି ଧାନ ହେଇଛି, ଦେଖିବେ ଆପଣଙ୍କର ନିଶ୍ଚୟ ଅଧିକ ଧାନ ହେଇଛି, ଏବଂ ଆପଣଙ୍କୁ ଖୁସି ଲାଗିବ, ଏବଂ ଆପଣ ସେଇ ମେଥଡ଼ ଯଦି ଅବଲମ୍ବନ କରିବେ ଆପଣ ଧାନ ଚାଷରେ ବି ନିଶ୍ଚୟ ଲାଭ ପାଇପାରିବେ। ଧରନ୍ତୁ ଏଇ ଯେଉଁ ସାର କଥା ଆମେ କହୁଛେ, ଆମେ ଦେଉଛେ, ତାର ସାର ପରିମାଣଟା ସମାନ ରୁହେ ନା କିଛି? ହଁ, ସାର ସବୁ ସମାନ ରହିବ, କିନ୍ତୁ ଆମେ ଚାହୁଁଛୁ ସେଥିରେ ଯେ ଆପଣ ଟିକେ ଜୈବିକ ସାର, ଯେମିତି ଆପଣ ଜିଆ ଖତ ସେଥିରେ କିଛି ବ୍ୟବହାର କରନ୍ତୁ, କିଛି ଆପଣ କମ୍ପୋଷ୍ଟ ବ୍ୟବହାର କରନ୍ତୁ। ହଁ, ରାସାୟନିକ ସାର ନିଶ୍ଚୟ ବ୍ୟବହାର କରାଯିବ। ଶ୍ରୀ ପଦ୍ଧତି ଖାଲି ଗୋଟିଏ ଅଲଗା ପ୍ରଣାଳୀ, ସେଇଟା ମୁଁ କହିଲି, ଆଉ ସେଥିରେ କିଛି ଅଲଗା ନାହିଁ। ସେଥିରେ ଘାସ ଦମନ ପାଇଁ ଗୋଟେ ଯନ୍ତ୍ର ବ୍ୟବହାର କରିବେ, ଆଉ ତଳି ଆପଣଙ୍କର ଗୋଟିକିଆ ତଳି 8 ରୁ 12 ଦିନ ଲଗେଇବେ, ଆଉ ଜଳ ନିଷ୍କାସନ କରିବେ। ଏତିକି ମାତ୍ର। କେତେ ଖର୍ଚ୍ଚ କମି ଯାଉଛି ଆମର? ଆପଣ ଦେଖିବେ ଯେଉଁ ଚାଷୀମାନେ ଏବେ କରିଛନ୍ତି ସେମାନେ ନିଶ୍ଚୟ ଦେଖିବେ, ଆପଣ ସେଥିରେ ଯଦି 30ଟା ମୂଲିଆ ଲାଗୁଥିଲେ ଏଥିରେ 20ଟା ମୂଲିଆ ଲାଗିବେ, ଏବଂ ଖାଲି ଆପଣଙ୍କର ଧାନର ଆଉ ଏଥିରେ ପୋକ ରୋଗ ବି କମ୍ ଲାଗୁଛନ୍ତି। ଆମେ ଅପେକ୍ଷାକୃତ ଦେଖୁଛୁ, ଯେହେତୁ ଜମିରେ ପାଣି ରହୁନି, ତେଣୁ ପୋକ ରୋଗ ବି କମ୍ ଲାଗିବେ, ଏବଂ ଯେହେତୁ ଆପଣଙ୍କର ଗଛକୁ ଗଛ 25 ସେମି ଦୂରତାରେ ରହୁଛି, ତେଣୁ ତା ମଧ୍ୟ ଦେଇ ବାୟୁ ଚଳାଚଳ କରିପାରୁଛି, ଆଲୋକ ଚଳାଚଳ କରିପାରୁଛି, ତେଣୁ ରୋଗ ପୋକର ପ୍ରାଦୁର୍ଭାବ ବି କମ୍ ରହୁଛି। ଚାଷୀ ମାନେ ଶ୍ରୀ ପ୍ରଣାଳୀର ଯେଉଁ ଧାନ ଚାଷର ସେଇଟାକୁ ଅବଲମ୍ବନ କରିବା ଦରକାର। ହଁ, କଲେ ନିଶ୍ଚିତ ଅଧିକ ଅମଳ ପାଇବେ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ନିଶ୍ଚିତ ଚାଷୀ ବି ତାର ଉପକାରଟା ଉପଲବ୍ଧି କରିଥିବେ, ନିଶ୍ଚୟ କରିବେଣି। ତେଣୁ ଯେଉଁ ଚାଷୀମାନେ ସବୁ କରିଛନ୍ତି ପାଖାପାଖି ସେମାନେ ମଧ୍ୟ ଦେଖିଲେ ନିଶ୍ଚୟ ସେମାନେ ମଧ୍ୟ ଗୋଟେ ପ୍ରେରଣା ପାଉଥିବେ, ସେମାନେ କରିବା ପାଇଁ ପରବର୍ତ୍ତୀ ସମୟରେ ନିଶ୍ଚୟ ଉତ୍ସାହ ପାଇବେ ଏବଂ କରିବେ। ନିର୍ଦ୍ଦିଷ୍ଟ ଭାବରେ ଆମେ ଧାନ ଚାଷ କଥା କହିଲେ, ସେମିତି ଆପଣଙ୍କର ପନିପରିବା ଗୋଟିଏ ଲାଭଦାୟକ ଚାଷ, ସେଇଟାକୁ କେମିତି ଯୋଜନା କରିବେ ଯେଉଁଟାକି ଲାଭଦାୟକ ହେବ? ଆପଣଙ୍କୁ ତ ମୁଁ ପ୍ରଥମରୁ କହିଲି, ଧାନ, ତାପରେ ଡାଲି ଜାତୀୟ,
ତୈଳବୀଜ ଜାତୀୟ ଏସବୁ ଅପେକ୍ଷା ପନିପରିବା ଜାତୀୟ ଫସଲରେ ଅଧିକ ଲାଭ ହୁଏ। ତେବେ ଆପଣ କିନ୍ତୁ ପନିପରିବା ଚାଷ କଲାବେଳକୁ 3-4ଟା ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମ ପ୍ରସଙ୍ଗ ହେଲା ବଜାର, ଆପଣ ବଜାରକୁ ଦେଖିବେ। ଦ୍ୱିତୀୟ ପ୍ରସଙ୍ଗ ହେଲା ଚାରା ଠିକ୍ ସମୟରେ ଲଗାଇବେ, ଠିକ୍ ସମୟରେ ପକାଇବେ ଏବଂ ଠିକ୍ ସମୟରେ ଲଗାଇବେ। ତୃତୀୟ କଥା ହେଲା ଉତ୍ତମ ବିହନ ଯୋଗାଡ଼ କରିବେ। ଆପଣ ବଜାରକୁ ଦେଖିବେ, ବଜାରରେ କେତେବେଳେ ଜିନିଷର ଅଭାବ ଅଛି ଏବଂ ଜିନିଷର ଡିମାଣ୍ଡ ଅଛି, ସେଇ ଅନୁସାରେ ଆପଣ ଫସଲଟା ଲଗାଇବେ। ତେଣୁ ଲଗାଇବା ସମୟ ଉପରେ ତାର ଦର ନିର୍ଭର କରୁଛି। ଆପଣ ଭାଡ଼ି କରିକି ତା ଉପରେ ମାଟି ପକାଇକି ଚାରା ଉତ୍ପାଦନ କରି ରଖିଥିବେ, ଦଶହରା ପରେ ମୁଖ୍ୟତଃ ଆମ ଓଡ଼ିଶାରେ ବର୍ଷା ପ୍ରାୟ ହୁଏ ନାହିଁ। ତେଣୁ ଆପଣ ଯଦି ତଳି ଆଗରୁ ଯୋଗାଡ଼ କରି ରଖିଥିବେ, ଭଲ ସୁସ୍ଥ ନିରୋଗ ତଳିଟିଏ ଆପଣ ରଖିଥିବେ, ତାକୁ ମାଟିରେ ବର୍ଷା ଛାଡ଼ୁ ଛାଡ଼ୁ ଜମି ପାଗିଗଲା ପରେ ସେଥିରେ ଲଗାଇଦେବେ, ଆପଣ ନିଶ୍ଚୟ ଆଗୁଆ ସଅଳ ଫୁଲକୋବି ବା ଟମାଟୋ ବା ବନ୍ଧାକୋବି ଆପଣ ଅମଳ କରିବେ ଏବଂ ମାର୍କେଟରେ ଭଲ ଲାଭ ପାଇବେ। ଆଉ ଗୋଟେ କଥା ହେଲା ଉତ୍ତମ ବିହନ ସଂଗ୍ରହ କରିବେ। ଆପଣ ନାମୀ କମ୍ପାନୀର ଉତ୍ତମ ବିହନ ସଂଗ୍ରହ କରି ଲଗାଇବେ। ଆଜିକାଲି ବହୁତ କମ୍ପାନୀର ବହୁତ ପନିପରିବା ଅଧିକ ଅମଳକ୍ଷମ ଏବଂ ହାଇବ୍ରିଡ୍ ବିହନ ସବୁ ବାହାରିଲାଣି। ତେଣୁ ଆପଣ ଭଲ ଯେମିତିକି ଆମେ କହୁଛୁ ସନଗ୍ରୋ ସିଡ୍ସ କରନ୍ତୁ, ନନ୍ ହେମ୍ସ କରନ୍ତୁ, ସିମେନ୍ସ କରନ୍ତୁ, ଇଣ୍ଡୋ ଆମେରିକାନ ହାଇବ୍ରିଡ୍ କରନ୍ତୁ, ନାଟ୍ ସିଡ୍ସ କରନ୍ତୁ, ମାହିକୋ ସିଡ୍ସ କରନ୍ତୁ। ଏଇ କମ୍ପାନୀ ଗୁଡ଼ିକର ମଞ୍ଜି ପ୍ରାୟତଃ ଭଲ। ତା ସାଙ୍ଗରେ ଆମ ସରକାରୀରେ ପୁଷାର ଯେଉଁଗୁଡ଼ା ଅଛି ସେଇ ମଞ୍ଜି ବ୍ୟବହାର କରନ୍ତୁ, କି IIHR ଅର୍କ ଅନାମିକା, ଅର୍କ କ୍ରାନ୍ତି, ଏଇଭଳିଆ ଯେଉଁ ଅର୍କ ଯେଉଁଠି ଲାଗିଥିବ ସେଇଟା ବି ଆପଣ ଲଗାନ୍ତୁ। ସେଥିରେ ନିଶ୍ଚୟ ଆପଣ ଅଧିକ ଅମଳ ପାଇବେ। ଆଉ ଗୋଟେ କଥା ମୁଁ ଆପଣଙ୍କୁ କହି ରଖୁଛି, ଯେକୌଣସି ପନିପରିବା କରିବେ ଆପଣ ସମନ୍ୱିତ ରୋଗ ପୋକ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବେ। ସେଇଥିରେ ଗଛ ନଷ୍ଟ ହେବା ସହ ଅମଳ କମିଯାଏ ଏବଂ ଯାହା ଫଳ ବାହାରେ ତାର ମଧ୍ୟ ଗୁଣାତ୍ମକ ମୂଲ୍ୟ, ଯେମିତି ପୋକରା ଫଳ ହେଇଯାଏ, ତା ଦ୍ୱାରା ଆପଣଙ୍କର ବଜାରରେ ମୂଲ୍ୟ ଠିକ୍ ପାଆନ୍ତିନି। ତେଣୁ ସମନ୍ୱିତ ରୋଗ ପୋକ ପରିଚାଳନା ଆପଣ ମଞ୍ଜି ବିଶୋଧନ ଠାରୁ ଆରମ୍ଭ କରି ଜୈବିକ ଔଷଧ ଯେତେ ସବୁ ଅଛି, ନିମ ଜାତୀୟ, ନିମ ପିଡ଼ିଆ, ନିମ ତେଲ, ଏଇସବୁ ବ୍ୟବହାର କରିବେ ଏବଂ ଶେଷକୁ ଔଷଧ ପକାଇବେ। ପୁରା ସମନ୍ୱିତ ଭାବରେ ଯଦି ରୋଗ ପୋକ ପରିଚାଳନା କରିବେ ଆପଣଙ୍କର ରୋଗ ଖର୍ଚ୍ଚ କମିଯିବ ଏବଂ ଦେଖିବେ ଆପଣ କମ୍ ଜମିରୁ ବେଶୀ ଅମଳ କରିପାରିବେ। ଯେଉଁଟାକି ଆମେ ଦେଖୁଛୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ, ଯେଉଁମାନେ କି ବହୁତ କମ୍ ଜିଲ୍ଲାରେ ଭଲ ଅମଳ ବି କରିକିରି ପନିପରିବା ଭଲ ଚାଷ କରିକି ଅମଳ ପାଉଛନ୍ତି। ଆପଣ ଦେଖିବେ ଜାତୀୟ ରାଜପଥରେ ଅନୁଗୁଳ ଗଲା ପରେ ଚାଷୀମାନେ ସେଇ ଚାଷରୁ ହିଁ ଛୋଟ ଛୋଟ ଜମିରୁ ରୋଜଗାର କରି ଚଳୁଛନ୍ତି। ଏମିତି ବିଭିନ୍ନ ଜିଲ୍ଲାରେ ସବୁ ଅଛି ଯେଉଁ ଚାଷୀ ଭାଇମାନେ ଛୋଟ ଜାଗାରୁ ବି ଅମଳ କରିକି ବର୍ଷ ସାରା ନିଜ ଭରଣ ପୋଷଣ କରିପାରୁଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା ବୈଜ୍ଞାନିକ ଜ୍ଞାନ କୌଶଳ ଆପଣ ଅବଲମ୍ବନ କରିବା ଆବଶ୍ୟକ। ଆଚ୍ଛା, ଏଇ ତ ପନିପରିବା କଥା କହିଲେ, ସେମିତି ଆଉ କେଉଁ ସବୁ ଫସଲ ସେମିତି ଅଛି ଯେଉଁଟାକି ସେ ନିର୍ଦ୍ଦିଷ୍ଟ କମ୍ ଜମିରୁ ଆଉ କରିପାରିଲେ ସେମାନେ ଟିକେ ଲାଭବାନ ହେବେ? ଯଦି ଆପଣଙ୍କ ଘର ପାଖରେ ଛୋଟ ଜାଗାଟେ ଅଛି, ଆପଣ ସେଥିରେ ଛତୁ ଚାଷଟିଏ କରନ୍ତୁ। ଏଇଟା ଗୋଟେ ଏମିତି ଚାଷ, ଏଇଥିରେ 2 ଗୁଣ ପର୍ଯ୍ୟନ୍ତ ଲାଭ ହୁଏ। ଆପଣ ଏମିତି କୌଣସି ଫସଲ ନାହିଁ ବା କୌଣସି ଜିନିଷ ନାହିଁ ଯେଉଁଟାକି ଆପଣ 2 ଗୁଣ ମାସେ ଭିତରେ ପାଇବେ। ଏଇଟା ହେଉଛି ଛତୁ ଚାଷ, ଯେଉଁଟାରେ କି ଆପଣ 2 ଗୁଣ ମାସେ ଭିତରେ ପାଇବେ। ଛତୁର ଏତେ ମାର୍କେଟ ଅଛି, ତାର କିଛି ସବୁଠି ତାର କରିହେବ। ଏବଂ ତା ସାଙ୍ଗରେ ଆପଣ ଯଦି ଛୋଟ ଜାଗାଟା ଅଛି, ଫଳ ପନିପରିବା ଏବଂ ଫୁଲର ଗୋଟେ ଛୋଟ ନର୍ସରୀ କରିପାରିବେ। ଭଲ ଚାରାଟିଏ ଉତ୍ପାଦନ କଲେ ତାର ବିକ୍ରିର କୌଣସି ଅସୁବିଧା ହେବ ନାହିଁ। ତେଣୁ ଆପଣଙ୍କ ଚାରା ଭଲ ବଜାରରେ ବିକ୍ରି ହୋଇପାରିବ, ଆପଣ ଭଲ 2 ପଇସା ରୋଜଗାର କରିବେ। ଆଉ ଗୋଟେ କଥା ହେଲା, ଆପଣ ଯଦି ଫାର୍ମିଂ ସିଷ୍ଟମ ବା ସମନ୍ୱିତ ଚାଷ ପ୍ରଣାଳୀର ଯୋଜନା କରିବେ, ଏଥିରେ ଆପଣଙ୍କର ନିଶ୍ଚୟ ଭଲ ଲାଭ ହେବ। ଯଦି ଆପଣଙ୍କ ଘର ପାଖରେ ଗୋଟେ ଛୋଟ ଜାଗା ଅଛି, ଛୋଟ ଜମି ଅଛି, ତାହେଲେ ଆପଣ ଫାର୍ମିଂ ସିଷ୍ଟମ ବା ସମନ୍ୱିତ ଚାଷ ପ୍ରଣାଳୀ ଅବଲମ୍ବନ କରନ୍ତୁ। ସେଥିରେ ଆପଣ ସବୁବେଳେ ରୋଜଗାର ହେବ ଏବଂ ଭଲ ରୋଜଗାର ହେବ। ଯଦି ଗହିରିଆ ଜାଗା ଅଛି ବା ଜାଗାକୁ ଖୋଳି ଗୋଟିଏ ଆପଣଙ୍କର ଆୟତାକାର ପୋଖରୀ କରନ୍ତୁ। ସେ ପୋଖରୀରେ ମାଛ ବା ମଧୁର ଜଳ ଚିଙ୍ଗୁଡ଼ି ଚାଷ କରନ୍ତୁ, କିମ୍ବା ଆପଣ ମାଛର ସ୍ପନ୍ ଛାଡ଼ିକି ସେଥିରୁ ବି ଆପଣ ମାଛ ଜାଳ ବି ତିଆରି କରିପାରିବେ। ଏଇଟା ଗୋଟେ ଲାଭଜନକ। ତାର ଯେଉଁ ବନ୍ଧ ରହିଲା, ସେ ବନ୍ଧରେ ଆପଣ ରାଞ୍ଚି ଡ୍ୱାର୍ଫ, ସୂର୍ଯ୍ୟ, ପୁଷା ନହ୍ନା, ରେଡ୍ ଲେଡି ପରି ଉତ୍କୃଷ୍ଟ କିସମର ଅମୃତଭଣ୍ଡା ଲଗାନ୍ତୁ। କିଛି ନଡ଼ିଆ ଏବଂ ସଜନା ଗଛ ମଧ୍ୟ ଲଗାନ୍ତୁ ଏବଂ ତା ତଳେ ଭାଡ଼ିରେ ଆପଣ ମାଟିରେ ନର୍ସରୀ ବି କରିପାରିବେ। ପାଣି ମଧ୍ୟରେ ବତକ ଛାଡ଼ନ୍ତୁ। ବତକ ଛାଡ଼ିଲେ ବତକର ଅଣ୍ଡା ମାଂସ ତ ଯାହା ମିଳିବ, ଆପଣଙ୍କ ମାଛ ବି ଅଧିକ ଅମଳ ହେବ। ତେଣୁ ବତକ ଛାଡ଼ନ୍ତୁ ଏବଂ ବନ୍ଧରେ କିଛି ମହୁବାକ୍ସ ବି 2-4ଟା ରଖନ୍ତୁ ଏବଂ ତାର ଯେଉଁ ଆବର୍ଜନା ବାହାରିବ ତାକୁ ପାଖରେ ଗୋଟେ ଭର୍ମି କମ୍ପୋଷ୍ଟ ବା ଜିଆ ଖତ ଟାଙ୍କି କରନ୍ତୁ। ପାଖରେ ଗୋଟେ ବଏଲର ୟୁନିଟ୍ଟିଏ କରନ୍ତୁ
ଛୋଟିଆ କୁକୁଡ଼ା ୟୁନିଟ୍ ଯେଉଁଥିରେ କି ଆପଣ ବନରାଜା ପଲ୍ଲୀ ରାଜା ଏଇଭଳିଆ ଅଧିକ ଅମଳକ୍ଷମ କୁକୁଡ଼ା କିସମ ତାକୁ ରଖିପାରିବେ। ଏବଂ ଆପଣ ପାଖରେ ଜର୍ସି ଗାଈ ବି 2-3ଟା ରଖନ୍ତୁ, ତାର ଗୋବର ଆପଣ ଏଇ ନର୍ସରୀରେ ଗଛରେ ୟୁଜ୍ କରିପାରିବେ ଏବଂ ତା ସାଙ୍ଗରେ ବି ଆପଣ ତାକୁ ପୋଖରୀରେ ବି ପକେଇଲେ ଆପଣଙ୍କର ମାଛ ବଢ଼ିପାରିବ। ଏଇଭଳି ଭାବରେ ପୁରା ଜାଗାଟାକୁ ଆପଣ ଏମିତି ସଜେଇକି ରଖନ୍ତୁ ଏବଂ ସବୁ ଜିନିଷ କିଛି କିଛି ରଖନ୍ତୁ, ଯାହାଦ୍ୱାରା କି ଆପଣ ସବୁବେଳେ ବର୍ଷ ସାରା କିଛି କିଛି ଫଳ ଆସିପାରିବ, ପନିପରିବା ଆସିପାରିବ, କଦଳୀ ବି ଲଗେଇ ପାରିବେ, ବିଭିନ୍ନ ଫସଲ ଆପଣ ନିଜେ ଯୋଜନା କରନ୍ତୁ। ପାଖରେ କୃଷି ବିଜ୍ଞାନ କେନ୍ଦ୍ର ଅଛନ୍ତି, ତାର ବୈଜ୍ଞାନିକ ମାନେ ଅଛନ୍ତି, ବିଶେଷଜ୍ଞ ଅଛନ୍ତି, ଉଦ୍ୟାନ ବିଭାଗ ଅଛି, ତାର ବିଶେଷଜ୍ଞ ମାନଙ୍କୁ ଡାକନ୍ତୁ, ଆପଣଙ୍କ ଯୋଜନା ପ୍ରଣୟନ କରନ୍ତୁ ଏବଂ ସେଇ ଯୋଜନା ଅନୁସାରେ କାମ କରନ୍ତୁ। କେତେ ଜାଗା ହେଇଥିବା ଦରକାର? ଆପଣଙ୍କର ଜାଗାଟା ଆପଣଙ୍କ ଘର ପାଖରେ କେତେ ଜାଗା ଅଛି ସେଇଟା ନିର୍ଭର କରୁଛି। ଯଦି ଏକରଟେ ଜାଗା ଅଛି ବେଶୀ ପରିମାଣରେ ହେଇପାରିବ, ଯଦି ଅଧା ଆକାରରେ ହେଉଛି କମ୍ ହେଇପାରିବ। ତେଣୁ ଯେତିକି ଅଧିକା ଜାଗା ହେଇପାରିବ ସେଇଟା ତ ସବୁଠୁ ଭଲ, କିନ୍ତୁ ତା ମାନେ ନୁହଁ ଯେ ଗୋଟେ ଡିସମିଲ୍। ଯଦି ଆପଣଙ୍କ ବହୁତ କମ୍ ଜାଗା ଅଛି, ମୁଁ କହିଲି ପ୍ରଥମରୁ, ତାକୁ ଛତୁ ଚାଷଟେ କରିବେ। ଯଦି ଆଉ ଟିକେ ଅଧିକା ଜାଗା ଅଛି ନର୍ସରୀଟେ କରିବେ। ଆଜିକାଲି ଦେଖନ୍ତୁ ବଜାରରେ ଆପଣଙ୍କର ଫୁଲ ଚାରା ସବୁ ଗେଣ୍ଡୁ ଫୁଲ, ଡାହାଲିଆ ଫୁଲ, ରଜନୀଗନ୍ଧା ସବୁଥର ଚାରା ବିକ୍ରି ହେଉଛି ଏବଂ ସେମାନଙ୍କର ଚାହିଦା କେତେ। ଆପଣ ଯେକୌଣସି ଆପଣଙ୍କ ତଟସ୍ଥ ସହରରେ ଛକ ଜାଗା ମାନଙ୍କରେ ଗୋଟେ ଜାଗାରେ ବସି ପଡ଼ିଲେ ଫୁଲ କୁଣ୍ଡରେ ଦେଇକି ବେଶ ରୋଜଗାର କରିପାରିବେ। ତେଣୁ ଛୋଟ ଜାଗାକୁ ସେଇ ଅନୁସାରେ ଯୋଜନା କରିବାକୁ ପଡ଼ିବ। ଆଚ୍ଛା ସୁଜିତ ବାବୁ, ଶେଷରେ ଶ୍ରୋତା ବନ୍ଧୁ ଚାଷୀ ଭାଇମାନେ ଯେଉଁମାନେ ସବୁ ଉତ୍ସାହୀ ଯୁବକ ସବୁ ଅଛନ୍ତି କିଛି କରୁନାହାନ୍ତି, ସେମାନଙ୍କ ପାଇଁ ଆପଣ କ'ଣ ପରାମର୍ଶ ଦେବେ ଏଇ ଯେଉଁ ଆମେ ଆଲୋଚନା କଲେ? ଯେଉଁ ଯୁବବନ୍ଧୁମାନେ ଅଛନ୍ତି ମୁଁ ତାଙ୍କୁ ଏତିକି ଅନୁରୋଧ କରିବି, ଆପଣ କେଉଁ ଭାଇ ଯାଇ ବାହାରେ କେଉଁ ହୋଟେଲରେ ଏବଂ ବିଭିନ୍ନ ଛୋଟ ମୋଟ ଚାକିରି କରୁଛନ୍ତି, ସମସ୍ତେ ଆତ୍ମନିର୍ଭର ହେବା ଶିଖନ୍ତୁ। ଆପଣମାନେ ଯଦି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଚାଷ କରିବେ, ଆପଣ ଧାନ ଚାଷ କରନ୍ତୁ ବା ମୁଗ ଚାଷ କରନ୍ତୁ ବା ପନିପରିବା ଚାଷ କରନ୍ତୁ ବା ଫଳ ଚାଷ କରନ୍ତୁ ବା ମାଛ ଚାଷ କରନ୍ତୁ ବା ଯେକୌଣସି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବି ଛୋଟ ଶିଳ୍ପ ସ୍ଥାପନ କରନ୍ତୁ, ଆପଣମାନେ ନିଶ୍ଚୟ ସେଥିରେ ଲାଭଜନକ ହେବେ, ନିରୁତ୍ସାହ ହେବାର ନାହିଁ। ଏଇଥିପାଇଁ କିନ୍ତୁ ବୈଜ୍ଞାନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଆମ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନ ରହିଛି, ଆପଣ ସେମାନଙ୍କୁ ଯୋଗାଯୋଗ କରନ୍ତୁ, ତାଙ୍କର ଯାହା ବୈଜ୍ଞାନିକ ଦୃଷ୍ଟିକୋଣ ତାକୁ ଆଣିକି ଆପଣ କାର୍ଯ୍ୟରେ ସାମିଲ କରନ୍ତୁ। ଆପଣ ନିଶ୍ଚୟ ରୋଜଗାରକ୍ଷମ ହେବେ, ଅଧିକ ରୋଜଗାର କରିପାରିବେ, ଆପଣ ସ୍ୱାବଲମ୍ବୀ ହୋଇପାରିବେ। ତେବେ ଯାହା ହଉ ସୁଜିତ ବାବୁ, ଆପଣ କୃଷକ ସଭା ବୈଠକକୁ ଆସିଲେ, କମ୍ ଜମିରୁ ଅଧିକ ଲାଭ ପାଇଁ ଯୋଜନା ସମ୍ପର୍କରେ ଯେଉଁ ମୂଲ୍ୟବାନ କଥା ସବୁ କହିଲେ, ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର ଆଜ୍ଞା। କ'ଣ ହେଲା? କିଛି କାନରେ ପଶିଲା? ସବୁ ପଶିଲା। ଶ୍ରୋତା ବନ୍ଧୁ, ଆମର ଏଇ ଯୋଉ ଜେମା ଅପା 16 ମାଣେ ସମ୍ପତ୍ତି, ପୋଖରୀ ଅଛି, ବାଡ଼ି ଅଛି, ସବୁ ତ ଅଛି, କିନ୍ତୁ ଆମର ଯୋଉମାନେ କ୍ଷୁଦ୍ର ଚାଷୀ ରହିଲେ, ନାମ ମାତ୍ର ଚାଷୀ ରହିଲେ, ଲୋକଙ୍କର ଠା ଠା ହେଇକି ଜମି ଅଛି, ସେମାନଙ୍କ ପାଇଁ ଭାରି ଉପକାରୀ ବିଷୟ। ସେମାନେ ଯଦି ଏକଥାକୁ ଶୁଣି କାମରେ ଲଗାନ୍ତି ତାହେଲେ ନିଶ୍ଚିତ ଉପକୃତ ହେବେ। ହେବେଟି? ହଁ। ଆଉ ଗୋଟିଏ କଥା ଅଛି, ପୁଣି ଥରେ ମନେ ପକଉଛୁ ଜେମା ଅପା, ଶ୍ରୋତା ବନ୍ଧୁ, ଏ ଗ୍ରୀଷ୍ମ ପ୍ରବାହ ସମୟରେ ବାହାରକୁ ଯାଆନ୍ତୁ ନାହିଁ, ଘରେ ରୁହନ୍ତୁ। ହଁ। ଆଉ ଯଦି ଯାଉଛନ୍ତି କାମ ଅଛି, ଦରକାର ଥିଲେ, ହଁ, ପେଟେ ପାଣି ତୋରାଣି ପିଇ କରି, ହାତରେ ପାଣି ବୋତଲ, ମୁଣ୍ଡରେ ଛତା, ପାଦରେ ଜୋତା, ଆଉ ଆଖିରେ କଳା ଚଷମା, ପଚକଟାଇ ପିନ୍ଧିବା, ଆଉ ଦେହରେ ସୂତା ବସ୍ତ୍ର ପିନ୍ଧିକି ପଦାକୁ ଯିବା ଯଦି ଦରକାର, ଯଦି ଅତି ଦରକାରୀ କାମ ଅଛି। ତ ସଜାଗ ରହିଲେ ସବୁ ଠିକ। ଆଉ ହଁ ଭାଇ, ଇଏ ତ ଯୋଉ ଖରା ହଉଛି, ପାଣିପାଗ ଟିକେ ଶୁଣିବା। ଗୋଟାଏ କଥା ବାକି ରହିଗଲା। କୋଉ କଥା ବା? ଏଇ ଯୋଉ ବିଶେଷ ଦିନ ଶ୍ରମିକ ଦିବସ, ମଇ ଦିବସ, ଆମର ସମସ୍ତ ଶ୍ରମଜୀବୀ ଭାଇ ଭଉଣୀ ମାନଙ୍କୁ ଆମ ତରଫରୁ ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା। ବଢିଆ, ସବୁ କଥା ହେଲା। ଉଠିବା। ମୋର ପା କାମ ଅଛି। ତମର ତ ଅନବରତ କାମ, ଘର ପରେ ଘର ତୋଳୁଛୁ, ତମର କଣ ଅଭାବ ଅଛି? ଯୋଉ ବାଲି କଥା କହୁଥିଲି, ଆଉ ପରିବାର ଲାଗିକି ରାତିରେ ଟିକେ ନେଇ ଆସିବୁ, ଆଉ ଲାଇଟ ଦେଇ। ହରି ବୋଲ, ଏ ଲୋକଙ୍କୁ ପାରି ହବନି, ମୁଁ ଉଠୁଛି। ନା ଉଠନି, ପାଣିପାଗ ଶୁଣିଦେଇ ଉଠିକି ଯିବା। ହଉ।